ଶୁଣ ମିଶି, ତୁ ନିଜକୁ ଯେତିକି ଚତୁର ଭାବୁଛୁ ନା ତୁ ସେତିକି ଚତୁର ନୁହଁ। ତତେ ତରୁଣ ଭାଇ ଏ ଘରେ ଜାଗା ଦେଇଛନ୍ତି, ତାରା ବାପା ଏ ଘରେ ଜାଗା ଦେଇଛନ୍ତି, ତା ମାନେ ନୁହେଁ ଯେ ତୁ ତାଙ୍କ ଉପରେ ଅତ୍ୟାଚାର କରିବୁ, ତୁ ତାଙ୍କ ପଛରେ ଗାତ ଖୋଳିବୁ। ଆରେ ସେମାନେ ତତେ ଭଲ ପାଆନ୍ତି, ତୋର ମଙ୍ଗଳ ଚାହାନ୍ତି, ଆଉ ତୁ ତାଙ୍କ ଝିଅକୁ ତାଙ୍କଠୁ ଅଲଗା କରିବାକୁ ଚାହୁଁଛୁ। ବର୍ଷା ଥିବା ପର୍ଯ୍ୟନ୍ତ ନା ତୁ ସେମାନଙ୍କର କିଛି ବି କ୍ଷତି କରିପାରିବୁ। ଯଦି ତାଙ୍କୁ କ୍ଷତି କରିବୁ, ପ୍ରଥମେ ତତେ ମତେ କ୍ଷତି କରିବାର ଅଛି, ମୋ ଉପରେ ଆସିବାର ଅଛି, ତାପରେ ଯାଇ ତୁ ସେମାନଙ୍କ ପାଖକୁ ଆସିବୁ। ବୁଝିପାରିଲୁ? ତାଙ୍କଠୁ ଦେଖିକି ଆମେ ଶିଖିଛୁ, ତାଙ୍କଠୁ ଅନୁପ୍ରାଣିତ ହେଇକି ଆମେ ଆସିଛୁ, ତାଙ୍କୁ ଦେଖିକି ତାଙ୍କ ଭଳିଆ ହବାକୁ ଚେଷ୍ଟା କରୁଛୁ। ଉତ୍ସାହ ବଢିବ, ଆମେ ଆଗକୁ ଆହୁରି ଭଲ ଭଲ କାମ କରିବୁ। ସମସ୍ତଙ୍କୁ ପ୍ରଥମେ ନମସ୍କାର, ଜୟ ଜଗନ୍ନାଥ। ବହୁତ ଖୁସି ଲାଗୁଛି, ବହୁତ ପ୍ରାଉଡ ଫିଲ୍ ହଉଛି କି ଓଡ଼ିଶାର କୋଣ ଅନୁକୋଣରୁ ସମସ୍ତଙ୍କୁ ଡାକିକି ସବୁ କଳାକାର ମାନଙ୍କୁ, ଯାତ୍ରା କଳାକାର ହଉ, ଟିଭି ସିରିଏଲ କଳାକାର ହଉ, ଆମର ସିନେମା କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଉଛି। ଆଉ ଯେତେ ଆମକୁ ସମ୍ବର୍ଦ୍ଧିତ କରାଯିବ ସେତେ ଆମ ଭିତରେ ସେତିକି ଉତ୍ସାହ ବଢିବ, ଆମେ ଆଗକୁ ଆହୁରି ଭଲ ଭଲ କାମ କରିବୁ, ଦର୍ଶକ ମାନଙ୍କୁ ଖୁସି କରିବୁ, ନିଜର ନାଁକୁ ଆହୁରି ସେତିକି ଆମେ ଆଗକୁ ବଢେଇବୁ, ତାକି କାଲି ଆମକୁ ଆହୁରି ଆୱାର୍ଡ ମିଳିବ, ଆହୁରି ସମ୍ବର୍ଦ୍ଧିତ କରାଯିବ ସବୁ ଜାଗାରୁ ଡକା ହେଇକି। ତ ଏଇ ଯୋଉ ପ୍ରୟାସ ଉତ୍କଳ କଳାକାର ଏକାଡେମୀର ଏଇଟା ପ୍ରଥମ ବାର୍ଷିକ ଉତ୍ସବ, ତ ଏମିତି ଆହୁରି ଶତବାର୍ଷିକ ଉତ୍ସବ ସେମାନେ ପାଳନ କରନ୍ତୁ, ସମସ୍ତଙ୍କୁ ସମ୍ବର୍ଦ୍ଧିତ କରନ୍ତୁ। ବହୁତ ଖୁସି ଲାଗୁଛି, ବହୁତ ପ୍ରାଉଡ ଫିଲ୍ ହଉଛି, ଆଉ ସମସ୍ତଙ୍କୁ ଧନ୍ୟବାଦ। ଏବେ ଯୋଉ ଦলীୟପା ଗୋଟେ କଥା କହିଲେ, ଯୋଉମାନେ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ପାଉଛନ୍ତି ତାଙ୍କୁ 1 ଲକ୍ଷ ଟଙ୍କା ଦିଆଯାଉ ବୋଲି ଯୋଉ କହିଲେ, ତାକୁ ନେଇ ଆପଣ ନାଇଁ, ସିଏ ତ ମୋର ମାନେ ସୁପର ସିନିୟର କହିବାକୁ ଗଲେ। ତାଙ୍କଠୁ ଦେଖିକି ଆମେ ଶିଖିଛୁ, ତାଙ୍କଠୁ ଅନୁପ୍ରାଣିତ ହେଇକି ଆମେ ଆସିଛୁ, ତାଙ୍କୁ ଦେଖିକି ତାଙ୍କ ଭଳିଆ ହବାକୁ ଚେଷ୍ଟା କରୁଛୁ। ଯଦି ସିଏ ବି ଏଇ କଥାଟି ରଖିଛନ୍ତି, ନିହାତି ତା ଭିତରେ କିଛି ବଡ କଥା ଥିବ। ମୁଁ ତ ତାଙ୍କ କଥାକୁ ସେତିକି ବଡ ହେଇନି କିଛି ତା ଉପରେ ମୁଁ ଜଜମେଣ୍ଟ ମାନେ କିଛି ରାୟ ଦେବି। ସେ ଯାହା ବି କରିବେ ସେଟା ଆମ ପାଇଁ, କାଲି ସକାଳେ ଆମ ପାଇଁ ଲାଗୁ ହବ। ଯଦି ତାଙ୍କୁ ବି 1 ଲକ୍ଷ ଟଙ୍କା ମିଳୁଛି, କି ସିଏ ଯଦି ଲାଇଫ ଟାଇମ ଆଚିଭମେଣ୍ଟ ପାଉଛନ୍ତି, କାଲି ଆମକୁ ଯଦି ସେଇ ମାନେ ଆଚିଭମେଣ୍ଟ ଦିଆଯାଉଛି, ଯଦି ସିଏ ସେଇଟାକୁ କହିକି ତାଙ୍କ କଥା ରହିପାରୁଛି, ତାହେଲେ ସେଇଟା କାଲି ସକାଳେ ଆମ ପାଇଁ ବି ଲାଭ ହବ, କି ଆମେ ବି ସେମିତି ତାଙ୍କ ଜାଗାକୁ ଦିନେ ଯିବୁ, ତାଙ୍କ ମାନେ ସେଇ ଏଜ କୁ ଗଲା ପରେ ଆମକୁ ଦିନେ ଲାଇଫ ଟାଇମ ଆଚିଭମେଣ୍ଟ ମିଳିବ। ତ ମୁଁ ତ ତାଙ୍କ କଥାକୁ ସପୋର୍ଟ କରିବି। ଆଉ ବର୍ତ୍ତମାନ ଯୋଉ ଆପଣ ସିରିଏଲରେ କାମ, ସିରିଏଲରେ ଦେଖୁଥିବେ ବହୁତ ଲାଇଫ ଷ୍ଟ୍ରଗଲ ଚାଲିଛି, କେତେ କ'ଣ ଚାଲିଛି ଆପଣ ଜାଣିଛନ୍ତି। ତାପରେ ବି ରିସେଣ୍ଟଲି ଏବେ ବି ଆପଣ ଜାଣିଛନ୍ତି କାଷ୍ଟିଂ କାଉଚରେ ଭାଇରାଲ ହେଇଥିଲା ତରଙ୍ଗ ଟିଭିରେ, ତାକୁ ନେଇ ଆପଣ କ'ଣ କହିବେ? ଆପଣଙ୍କ ଲାଇଫରେ କେବେ ନାଇଁ, ମୋ ଲାଇଫରେ ସେମିତି କେବେ ବି ଆସିନି, କାହିଁକିନା ମୁଁ ଥିଏଟର ବ୍ୟାକଗ୍ରାଉଣ୍ଡରୁ ଆସିଛି, ଆଉ ମୋର ଏଇଠି କିଏ ଗଡଫାଦର ବି ନାହାନ୍ତି, ମୁଁ ନିଜେ କଷ୍ଟ କରିକି ଆସିଛି। ଆଉ ଯୋଉଟା ଆପଣ କହିଲେ ଷ୍ଟ୍ରଗଲ, ବହୁତ ଷ୍ଟ୍ରଗଲ କରିବାକୁ ପଡେ, ଆଉ ମୁଁ ସେତିକି ଷ୍ଟ୍ରଗଲ କରିଥିଲି ବୋଲି ମତେ 6-7 ବର୍ଷ ଲାଗିଗଲା ମତେ ଆଜି ଏଇଠି ମୁଁ ଆଜି ଯାହାବି ସମ୍ବର୍ଦ୍ଧିତ ହେଲି, କି ମୁଁ ଦି ପଦ ଏଇଠି ଛିଡା ହେଇକି ଆପଣଙ୍କ ସାମ୍ନାରେ ବାଇଟ୍ ଦେଇପାରୁଛି, ଦର୍ଶକ ମାନଙ୍କୁ କିଛି କହିପାରୁଛି, ସେଥିପାଇଁ ମତେ ବୋଧେ 7-8 ବର୍ଷ ଲାଗିଗଲାଣି। ତ ମୁଁ ସେତିକି କଷ୍ଟ କରିଥିଲି ବୋଲି ମୁଁ ଖୁସି ଅଛି। ଆଉ ମୋ ସହିତ ସେମିତି କେବେ କାଷ୍ଟିଂ କାଉଚ୍ କି କେବେ ଫିଲ୍ କରିନି, କାହିଁକିନା ମୁଁ ଫାଷ୍ଟ 3-4 ବର୍ଷ ନିଜକୁ ବହୁତ ନିଜ ଉପରେ ଏକ୍ସପେରିମେଣ୍ଟ କରିଛି, ନିଜକୁ ମୁଁ ଆକ୍ଟିଂ କ୍ଲାସ କରିଛି, ଆକ୍ଟିଂ କୋର୍ସ କରିଛି, ତାପରେ ବହୁତ ବର୍ଷ ବହୁତ ଆଡେ ଥିଏଟର କରିଛି। ତ ମୁଁ ମୋର ନିଜକୁ ଏତିକି ଷ୍ଟ୍ରଙ୍ଗ ବନେଇକି ଆସିଛି କି ହଁ ହେଲେ ହବ, ନହେଲେ ନାହିଁ, ସେତେ ଓଡିଟ୍ ନାହିଁ। ମୋ ଭାଗ୍ୟରେ ଯେତିକି କାମ ଥିବ, ମୋର ଯେତିକି କର୍ମ ଠିକ ଥିବ, ମୁଁ କାଲି ସକାଳେ କାମ ପାଇବି। ସର୍ଟ ଟର୍ମଟାକୁ ଆପଣେଇ ନେଉଛନ୍ତି, ଏଇଟା କ'ଣ ଠିକ ଭାବୁଛନ୍ତି? ନାଇଁ, ଜମା ବି ଠିକ ନୁହଁ। ମୁଁ ଏଇଟା ସମସ୍ତଙ୍କୁ କହିବି, ଯିଏ ବି କାଲି ଆସିବାକୁ ଚାହୁଁଛନ୍ତି, ଆକ୍ଟିଂ କରିବାକୁ ଚାହୁଁଛନ୍ତି, ତ ମୁଁ ତାଙ୍କୁ କହିବି ସର୍ଟ ଟର୍ମଟା କିଛି ସମୟର ଖୁସି ଆମକୁ ଦିଏ, ଆମକୁ କଷ୍ଟ ଜଣା ପଡେନି, ଆମେ ବହୁତ ଜଲ୍ଦି ସକ୍ସେସ୍ ହେଇଯାଉ। ଆଉ ଯେତିକି ଜଲ୍ଦି ଆମେ ଉପରକୁ ଯାଇଥାଉ, ସେତିକି ଜଲ୍ଦି ଆମେ ତଳକୁ ପଳେଇ ଆସୁ। ଯେତିକି କଷ୍ଟ କରିକି ଆମେ ଉପରକୁ ଯାଇଥାଉ, ସେତିକି ସେତିକି ଟାଇମ ଲାଗେ ଆମକୁ ତଳକୁ ଆସିବା ପାଇଁ। ସବୁବେଳେ କଷ୍ଟର ପଥଟାକୁ ବାଛିବାକୁ ପଡିବ, କାହିଁକିନା ଆମେ ଯଦି ଯେତିକି କଷ୍ଟ କରିକି ଯାଇଥିବା, ଭଗବାନ ଅଛି, ଆମ କର୍ମ ଯଦି ଠିକ ଥିବ, ଆମେ କାଲି ସକାଳେ ଆମେ ବହୁତ ସକ୍ସେସ୍ ହବା, ବହୁତ ଉପରକୁ ଯିବା। ଆଉ ଯଦି ଠିକ ଥିବ, ଆମର କେବେ ବି କିଛି ଭୁଲ ହବନି, ଅନିଷ୍ଟ ହବନି। ଆପଣଙ୍କ ସିରିଏଲ ଗୋଟେ ଦମଦାର ମୋର ତୁ ମୋ ଆଖିର ତାରାର ଗୋଟେ ବହୁତ ଭଲ କ୍ୟାରେକ୍ଟର ଥିଲା, ଯୋଉଟା ମୋ ଫେଭରେଟ ବର୍ଷା କ୍ୟାରେକ୍ଟର। ତାର ଗୋଟେ ଡାୟଲଗ ମୁଁ କହିବି, ଶୁଣ ମିସ୍କି, ତୁ ନିଜକୁ ଯେତିକି ଚତୁର ଭାବୁଛୁ ନା ତୁ ସେତିକି ଚତୁର ନୁହଁ। ତତେ ତରୁଣ ଭାଇ ଏ ଘରେ ଜାଗା ଦେଇଛନ୍ତି, ତାରା ବାପା ଏ ଘରେ ଜାଗା ଦେଇଛନ୍ତି, ତା ମାନେ ନୁହେଁ ଯେ ତୁ ତାଙ୍କ ଉପରେ ଅତ୍ୟାଚାର କରିବୁ, ତୁ ତାଙ୍କ ପଛରେ ଗାତ ଖୋଳିବୁ। ଆରେ ସେମାନେ ତତେ ଭଲ ପାଆନ୍ତି, ତୋର ମଙ୍ଗଳ ଚାହାନ୍ତି, ଆଉ ତୁ ତାଙ୍କ ଝିଅକୁ ତାଙ୍କଠୁ ଅଲଗା କରିବାକୁ ଚାହୁଁଛୁ। ବର୍ଷା ଥିବା ପର୍ଯ୍ୟନ୍ତ ନା ତୁ ସେମାନଙ୍କର କିଛି ବି କ୍ଷତି କରିପାରିବୁ। ଯଦି ତାଙ୍କୁ କ୍ଷତି କରିବୁ, ପ୍ରଥମେ ତତେ ମତେ କ୍ଷତି କରିବାର ଅଛି, ମୋ ଉପରେ ଆସିବାର ଅଛି,
ତାପରେ ଯାଇ ତୁ ସେମାନଙ୍କ ପାଖକୁ ଆସିବୁ ବୁଝିପାରିଲୁ।